ତାହେଲେ ଖାଇଛ ସମସ୍ତେ? ଆଜି ଆମେ ମାନେ ଗୋଟେ ଗପଟେ ଶୁଣିବା। ଗପ ଶୁଣିବାକୁ କାହାକୁ ଭଲ ଲାଗେ? ସମସ୍ତଙ୍କୁ ଭଲ ଲାଗେ ତାହେଲେ। ଗପ ଶୁଣିବାକୁ ଭଲ ଲାଗେ ସମସ୍ତଙ୍କୁ? ହାତ ତଳୁ। ତାହେଲେ ଘରେ ସବୁ ତମମାନଙ୍କୁ ଗପ କିଏ କୁହନ୍ତି? ଜେଜେବାପା ଜେଜେମା ଗପ କୁହନ୍ତି। ସମସ୍ତଙ୍କୁ? ଆଜି ଆମେ ଗୋଟେ ଗପ ବିଷୟରେ ପଢିବା ବା ଶୁଣିବା। ଗପର ନାଁ ହେଉଛି କଣ? ଚାଲାକ ମାଙ୍କଡ। ଚାଲାକ ମାଙ୍କଡ ବା ଚତୁର ମାଙ୍କଡ ଓ ଦୁଇ ବିଲେଇ। ହେଲା, ଦୁଇଟି। ତାହେଲେ ଗପରେ କିଏ କିଏ ଅଛନ୍ତି? ଦୁଇଟି ବିଲେଇ ଆଉ ଗୋଟିଏ ମାଙ୍କଡ। କେତୋଟି ବିଲେଇ? ଦୁଇଟି ବିଲେଇ ଆଉ ଗୋଟିଏ ମାଙ୍କଡ। ହେଲା, ସମସ୍ତ ମାଙ୍କଡ ଦେଖିଛ? ବିଲେଇ ଦେଖିଛ? ତାହେଲେ ଦେଖ, ମୁଁ କହୁଛି ଗପ। ଦିନକର ଘଟଣା। ଗୋଟେ ଗାଁରେ ଦୁଇଟି ବିଲେଇ ରହୁଥିଲେ। ଦୁଇଟି କଣ ରହୁଥିଲେ? ବିଲେଇ ରହୁଥିଲେ। କିଏ ରହୁଥିଲେ? ଦୁଇଟା ବିଲେଇ ରହୁଥିଲେ। ଦୁଇଟି ବିଲେଇ କଣ କଲେ ନା, ଜଣକ ଘରେ କଣ ହେଇଥିଲା ନା ଚକୁଳି ପିଠା ହେଇଥିଲା। ତମ ଘରେ ସବୁ ଚକୁଳି ପିଠା ହୁଏ? ଖାଇଛ ଚକୁଳି ପିଠା? କେମିତି ଲାଗେ? ବଢିଆ, ହଁ କି ନାଇଁ? ସେମିତି ବିଲେଇ ମାନେ ବି ଖାଇବେ। ଆମେ ଯେମିତି ଖାଉଛେ ବିଲେଇ ମାନେ ବି ଖାଇବେ କି ନାଇଁ? ତ ସେମାନେ କଣ କଲେ ନା, ତାଙ୍କୁ ଯେହେତୁ ଭୋକ ହେଲା, ଗୋଟେ ବିଲେଇ ଯାଇକି କଣ, ଦୁଇଟାକ ବିଲେଇ ଗଲେ ଯାଇକି ଗୋଟିଏ ଚକୁଳି ପିଠା ଯାଇକି ଧରିକି ଆସିଲେ। ସେମାନେ ଯଦି ଧରିକି ଆସିବେ, କୁଆଡେ ଦୂର ଜାଗାକୁ ଯାଇ ଖାଇବେ ନା ନାଇଁ? ଧାଇଁ ଗଲେ ଯାଇକି ଗୋଟେ ଗଛ ତଳେ ବସିଲେ। ଦୁଇଟା ଯାକ ବିଲେଇ ଯାଇକି କୋଉଠି ବସିଲେ? ଗଛ ତଳେ ବସିଲେ। ବସିକି ପିଠାକୁ ବାଣ୍ଟିବା ପାଇଁ ଆଲୋଚନା କଲେ। ପିଠାଟାକୁ କେମିତି ବାଣ୍ଟିବା, ହଁ କି ନାଇଁ? କଣ କରିବା? ପିଠାଟାକୁ କେମିତି ବାଣ୍ଟିବା, ସେ ବିଷୟରେ ସେମାନେ ଆଲୋଚନା କଲେ। ଉପରେ ବସିଥିଲା ଗୋଟିଏ ମାଙ୍କଡ। ଗୋଟେ କଣ ବସିଥିଲା? ମାଙ୍କଡଟିଏ ବସିଥିଲା। ହେଲା, ଗୋଟେ କଣ ବସିଥିଲା? ମାଙ୍କଡଟି କଣ କଲା ନା, ଦେଖିଲା ଏମାନେ ଦି ଜଣ ଯାକ ଗୋଟିଏ ପିଠାକୁ ବାଣ୍ଟିବା ପାଇଁ ଝଗଡା ହଉଛନ୍ତି। ହେଲା, ମଝିରେ ବାଜି ମାରିଲା କିଏ ନା ମାଙ୍କଡ। ଧପ୍ କିନା ତଳକୁ ଓହ୍ଲେଇ ଆସିଲା। ଆସିକି କହିଲା, ଆଉ କଣ ପାଇଁ ଝଗଡା ହଉଛ? ମୁଁ ତମମାନଙ୍କର ପିଠାଟିକୁ ସମାନ ଦୁଇ ଭାଗ କରିକି ବାଣ୍ଟିକି ତମ ଦି ଜଣ ଯାକୁ ଦେଇଦେବି। ହେଲା, ଏମିତି କହିଲା। କହିବା ବେଳେ ବିଲେଇ ଦୁଇ ଜଣ ବି ତା ଉପରେ ବିଶ୍ୱାସ କଲେ। ହେଲା, ତାପରେ ମାଙ୍କଡ କଣ କଲା ନା, ପିଠାଟାକୁ ଦୁଇ ଫାଳ କଲା। ଦୁଇ ଫାଳ କରିବା ଭିତରେ କଣ ହେଲା ନା, ଗୋଟେ ପଟ ବଡ ହେଇଗଲା ଆଉ ଗୋଟେ ପଟ ଛୋଟ ହେଇଗଲା। ହେଲା, ଗୋଟେ ପଟ କଣ ହେଇଗଲା? ବଡ ହେଇଗଲା ଆଉ ଗୋଟେ ପଟ
କିଛି ମିଳିବନି। ବୁଝିଲ କି ନାଇଁ? କଣ ମିଳିଲେ କି ବିଲେଇ ଦୁଇ ଜଣକୁ? କିଛି ମିଳିଲାନି। ଭୋକରେ ସେମିତି ହିଁ ଆମ କୋଉଠୁ ହେଲେ। ବୁଝିଲ? ତାହେଲେ ଏଇ ଗପରୁ ଆମେ ମାନେ କଣ ଶିଖିଲେ କି ଆମେ କଣ କରିବା ନା ଆମର ଅସୁବିଧାକୁ ସବୁବେଳେ ଆମେ ଆମ ଭିତରେ ସମାଧାନ କରିବାକୁ ଚେଷ୍ଟା କରିବା। ଆମେ କଣ ଅନ୍ୟ କାହାକୁ ଆଣିକି ଆମ ସମସ୍ୟାକୁ ସମାଧାନ କରିବା ପାଇଁ ଦବାନି। ଯାହା ଫଳରେ କଣ ହବ? ସବୁ ଶେଷ ହେଇଯାଇଥିବ। ସମସ୍ୟା ସମାଧାନ ହିଁ ହବନି। ତମେମାନେ ସବୁ ଝଗଡା ହଉଥିବ ଘରେ, ଭାଇ ଭଉଣୀ ଯେତେବେଳେ ଖାଉଥିବ, ଏ ତାର ଅଧିକ ହେଇଗଲା, ଆର କମିଗଲା, ଏମିତି କହିକି ଝଗଡା ହୁଅ କି ନାହିଁ? କିଏ ଝଗଡା ହୁଅ? ସତ୍ୟ କୁହ। ସମସ୍ତେ। ତାହେଲେ ଏ ଗପରୁ କଣ ଶିଖିଲ? ଆଉ କେବେ ଝଗଡା ହବନି। ଆଉ କେବେ ଝଗଡା ହବନି। ହାତ ତଳକୁ କର ସବୁ। ଝଗଡା ହବ କି ଆଉ? ନାଇଁ। ସମାନ ଭାବରେ ବାଣ୍ଟିକି ଖାଇବ। ଆଉ କିଏ କାହା ଉପରେ ଝଗଡା କରିବନି, କିଏ କାହା ଉପରେ ରାଗିବନି। କଣ କହୁଛ? ସମସ୍ତେ କରିବ? ହାତ ଡାକ କୋଉମାନେ ଆଉ କେବେ ଝଗଡା ହବନି ଘରେ ଖାଇବା ପାଇଁ। ସମାନ ଭାବରେ ବାଣ୍ଟିକି ଖାଇବ। ଖାଇବ ସମସ୍ତେ? ତାହେଲେ ସବୁ ଜାଗା ଆମର ଭଲ ପିଲା। ଗପଟା କେମିତି ଲାଗିଲା ରେ ପିଲେ? ଭଲ ଲାଗିଲା? କେତିକି ଭଲ ଲାଗିଲା? ବହୁତ ଭଲ ଲାଗିଲା।